ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପ୍ରଥମ ମ୍ୟାଚ୍ ଆସନ୍ତା 11 ତାରିଖରେ ବଡୋଦରାରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସିକ ସୁଯୋଗ ରହିବ। ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରନ୍ତି। ଜାନୁଆରୀ 11ରେ ଆଉ ଏକ କାରଣ ଲାଗି ବିରାଟ କୋହଲିଙ୍କ ପାଇଁ ଖାସ୍। ଏହି ଦିନ ତାଙ୍କ ଝିଅର ଜନ୍ମଦିନ। ଏଣୁ ଏହି ଦିନ ବିରାଟଙ୍କୁ ସ୍ମରଣୀୟ କରିବାକୁ ଉଦ୍ୟମ କରିବେ। ଭାରତୀୟ କ୍ରିକେଟର ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁଠାରୁ ଅଧିକ ଦିନିକିଆ ରନ୍ କରିଛନ୍ତି ସଚିନ। 1990ରୁ 2009 ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ 42ଟି ମ୍ୟାଚ୍ ଖେଳି 1750 ରନ୍ କରିଛନ୍ତି। ଏହା ମଧ୍ୟରେ 5ଟି ଶତକ ଓ 8ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିରାଟ। ସେ 33ଟି ମ୍ୟାଚ୍ରୁ 1657 ରନ୍ କରିଛନ୍ତି। ଏଣୁ ଆଉ 94 ରନ୍ କଲେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ। ବିରାଟ ଏବେ ଯେପରି ଫର୍ମରେ ଅଛନ୍ତି ତାଙ୍କ ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର ହେବ ନାହିଁ। ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଦିନିକିଆ ଶୃଙ୍ଖଳାରେ 2ଟି ଶତକ ମାରିଥିଲେ। ସେହିପରି ଘରୋଇ ବିଜୟ ହଜାର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ।